ବ୍ରାଉନ ସୁଗାର ଜବତ, ଜଣେ ଯୁବକ ଗିରଫ, 3ଟି ମୋବାଇଲ ସହ ଗୋଟିଏ କାର ଜବତ। ରକ୍ ଲାଗୁନି ଧଳା ଜହର କାରବାର। ପୁଣି ପାର୍ବଣ ସମୟରେ ଜଳେଶ୍ୱର ଅଗ୍ରୱାଲା ଛକ ନିକଟରୁ 3.5 ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି। ଏଥିରେ ସମ୍ପୃକ୍ତ ଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିବା ସହ 3ଟି ମୋବାଇଲ ଓ ଗୋଟିଏ କାରକୁ ଜବତ କରିଛି। ସୂଚନା ଅନୁଯାୟୀ ଆଜି ଜଳେଶ୍ୱର ଅଗ୍ରୱାଲା ଛକ ନିକଟରେ ବ୍ରାଉନ ସୁଗାର କାରବାର ନେଇ ଜଳେଶ୍ୱର ପୁଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା। ଖବର ପାଇବା ପରେ ଥାନାର କର୍ମଚାରୀମାନେ ଫିଲ୍ମ ଷ୍ଟାଇଲରେ ସମ୍ପୃକ୍ତ ଯୁବକଙ୍କୁ କାବୁ କରି ଯୁବକଙ୍କ ଠାରୁ 35 ଗ୍ରାମର ବ୍ରାଉନ ସୁଗାର ଜବତ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ 3.5 ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଅଧିକ ତଦନ୍ତ ପାଇଁ ଜଳେଶ୍ୱର ପୁଲିସ ତଦନ୍ତ ଜାରି ରଖିଥିବା ବେଳେ କେମିତି ଓଡ଼ିଶା ସୀମା ଭିତରକୁ ବ୍ରାଉନ ସୁଗାର ଆସୁଛି ତାହା ଏବେ ଅବକାରୀ ବିଭାଗ ଉପରେ ପ୍ରଶ୍ନ ଉଠାଇଛି।